ତ ସାଙ୍ଗମାନେ ଆମେ ଆଜି ଆସିଛୁ ଆଗରପଡ଼ା। ଆଗରପଡ଼ାରୁ କିଛି ନାଲି ଚୁଡ଼ି ଆଉ କିଛି ଜିନିଷ କିଣିବାର ଅଛି। ପୂଜା ବର୍ତ୍ତମାନ କିଣୁଛନ୍ତି। କିଣି ସାରିଲା ପରେ ଆପଣମାନଙ୍କୁ ଦେଖେଇବୁ କ'ଣ କ'ଣ ସବୁ କିଣିଲେ। ଏଟା ଆମ ଆଗରପଡ଼ାର ସବୁଠାରୁ ବଡ଼ ଫେମସ୍ ଦୋକାନ। ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ସମସ୍ତେ ଭଲ ଥିବେ। ଦେଖନ୍ତୁ ଆକାଶକୁ କେତେ ଅନ୍ଧାର କରିକି ମେଘ ଆସିଲାଣି ଆଉ ସୁଲସୁଲିଆ ପବନ ଦଉଛି। କେତେ ସୁନ୍ଦର ମୌସମ କରିଛି। ଏଭଳିଆ ମୌସମ କରିଛି ମନ କହୁଛି ବାହାରକୁ ଯିବା ପାଇଁ, କିନ୍ତୁ ଆଗରପଡ଼ା ଯିବାର ଥିଲା। କିନ୍ତୁ ଯଦି ବର୍ଷା ହେଲା ଯାଇପାରିବୁନି। ପୂଜା ଆମେ ଆଗରପଡ଼ା ଯିବୁ ଆଉ ସେଥିପାଇଁ ପ୍ଲାନ୍ ଅଛି। ଆଉ ବର୍ଷା ଯଦି ହେଲା ଯିବୁ, ନହେଲେ ଯିବୁ ନାହିଁ। ଆଉ ଦେଖନ୍ତୁ ଏପଟର ଗଛ କେତେ ଜୋରସେ ହଲୁଛି ଆଉ ଏପଟେ ଦେଖନ୍ତୁ ଆମ୍ବ ଗଛ କେତେ ଜୋରସେ ହଲୁଛି। ଆମ୍ବ କେତେ ହେଇଛି ଦେଖନ୍ତୁ ଆମ ଗଛରେ। ଆମ ଗଛରେ କେତେ ଆମ୍ବ ହେଇଛି। ଆମ୍ବ ବି ତଳେ ବହୁତ ପଡ଼ିଲାଣି ଆଉ ତଳେ କିଏ ଉଠେଇ ତ ନାହାନ୍ତି। ଦେଖନ୍ତୁ କେତେ ସୁଲସୁଲିଆ ପବନ ଦଉଛି। କେତେ ବଢିଆ ମୌସମ କରୁଛି ଦେଖନ୍ତୁ। ଆଉ ଏଠି ଦେଖନ୍ତୁ ବର୍ତ୍ତମାନ ଆମେ ଆଗରପଡ଼ା ଆସି ପହଞ୍ଚି ଯାଇଛୁ। ଏଟା ଆମ ଆଗରପଡ଼ାର ସବୁଠାରୁ ବଡ଼ ଫେମସ୍ ଦୋକାନ, ବହୁତ ପୁରୁଣା ଦୋକାନ। ୟା ନାଁ ହଉଛି କଣ ଜାଣିଛନ୍ତି ଆପଣମାନେ? ୟା ନାଁ ହଉଛି ସୁଲା ସିଙ୍ଗାର। ଆମେ ଯେତେବେଳେ ଛୁଆ ଥିଲୁ ଦୋକାନ ସେତେବେଳେ ଖୋଲିଲେଣି। ଆଉ ଦେଖନ୍ତୁ କେତେ ପୁରୁଣା ଦୋକାନ। ଆଉ ସେ ଭାଇ ଆମକୁ ସମସ୍ତଙ୍କୁ ଚିହ୍ନିଛନ୍ତି ସୁଧା। ତ ସାଙ୍ଗମାନେ ଦେଖନ୍ତୁ ସୁଲା ସିଙ୍ଗାର ଦୋକାନ। ଏଇଟା ପୁରା ସଡ଼କ ପାଖକୁ ଲାଗିଛି। ସଡ଼କ ପାଖରେ ସୁଲା ସିଙ୍ଗାର ଦୋକାନ। ଆଉ ବର୍ତ୍ତମାନ ପୂଜା କିଣୁଛନ୍ତି। ଆଉ ପୂଜା ତ କିଣୁଛନ୍ତି କିନ୍ତୁ ମୋର ବହୁତ ବଡ଼ ଟେନସନ ହେଇଗଲାଣି। କାହିଁକି ଜାଣିଛନ୍ତି? ସେ ଜିନିଷଟା କିଣିବେ କେତେ ଟାଇମ ଲଗାଉଛନ୍ତି ଦେଖନ୍ତୁ। ଗୋଟେ ଶଙ୍ଖା କିଣିବେ କେତେ ଥର ସେ ପସନ୍ଦ କରିବେ, କେତେ ଟାଇମ ଲଗାଉଛନ୍ତି। ଗୋଟେ ଶଙ୍ଖା କିଣିବେ କେତେ ଟାଇମ ଲଗାଉଛନ୍ତି। ମାପ ଯୁକ ପୁଅ ପିଲାଙ୍କର ଏତେ ଜଲ୍ଦି ଯେକୌଣସି ଜିନିଷ ଆଣିବେ ଫଟାକ କିଣି ପସନ୍ଦ କରିବେ, ନେଇକି ପଳେଇ ଆସିବେ। ଝିଅ ପିଲା ଗୋଟେ ଜିନିଷ ଯଦି କିଣିବେ 5 ମିନିଟ୍ ଜାଗାରେ ଅଧଘଣ୍ଟା ଲାଗିବ। କାହିଁକି ଲାଗେ? ଏ ଦେଖନ୍ତୁ ଶଙ୍ଖାଟା କିଣୁଛନ୍ତି କେତେ ଟାଇମ ଲଗାଉଛନ୍ତି। ଆପଣ ଦେଖନ୍ତୁ ଲେଡିଜ ଲୋକ ଅଛନ୍ତି ସମସ୍ତଙ୍କ ଟାଇମ ଲାଗେ। ଖାଲି ପୂଜାଙ୍କର ନୁହେଁ, ଯେତିକି ଲେଡିଜ ଲୋକଙ୍କର ଯେକୌଣସି ଜାଗାକୁ ଯିବେ, ଯେକୌଣସି ଜିନିଷ ଗୋଟେ କିଣିବେ 5 ମିନିଟ୍ ଜାଗାରେ ତାଙ୍କର ଅଧଘଣ୍ଟା ଲାଗିବ, ଅଧଘଣ୍ଟା ଜାଗାରେ 2 ଘଣ୍ଟା ଲାଗିବ। କାହିଁକି ଲାଗେ ମୁଁ ବି ଜାଣିନାହିଁ। ଆପଣମାନେ ସାଙ୍ଗମାନେ କମେଣ୍ଟରେ କହିବେ। ତ ସାଙ୍ଗମାନେ ଆମର ସପିଂ ସରିଗଲା। ବର୍ତ୍ତମାନ ଆମର ପୂଜା ସବୁ କିଣି ନେଲେ। ଆଉ ଏବେ ଆମେ ଘରକୁ ଯାଉଛୁ। ସାଙ୍ଗମାନେ ଟିକେ ଆଗପଡ଼ାଟା ଟିକେ ବୁଲେଇକି ଦେଖେଇ ଦଉଛି ଆପଣମାନଙ୍କୁ। ଏଟା ହଉଛି ଆମ ଆଗପଡ଼ା ଛକ। ଏଟା ହଉଛି ମେନ୍ ଛକଟା। ଆଉ ଦେଖନ୍ତୁ ଏଟା ହଉଛି ଆମ ଆଗପଡ଼ା ସେତୁ ବନାହେଇଛି। ଏପଟରେ ଗଲେ ହଉଛି ଆମର ବର୍ତ୍ତମାନ ଯାଆନ୍ତି। ଆଉ ସେପଟେ ଗଲେ ଆନନ୍ଦପୁର ସାଇଡ୍ ଯାଆନ୍ତି। ଆଉ ସିଧା ଗଲେ ଭଦ୍ରକ। ଦେଖନ୍ତୁ ଆମ ରାସ୍ତା। ଆଉ ଏବେ ଆମେ ଘରକୁ ଯାଉଛୁ। ଘରକୁ ଗଲେ ଆପଣଙ୍କୁ ଦେଖେଇବି। ଆଉ ମୌସମ ତ ଏବେ ବର୍ତ୍ତମାନ ଠିକ ଅଛି। ଆସନ୍ତୁ ଯିବା ଆମ ଘରେ। ଚାଲନ୍ତୁ କଣ କରୁଛନ୍ତି ସବୁ ଘରେ। ଘରେ ଗଲେ ଦେଖେଇବି। ଏ ଦେଖନ୍ତୁ ଏପଟେ ବିଲ। ଫାଇନାଲି ସାଙ୍ଗମାନେ ଆମେ ଘରେ ଆସିକି ପହଞ୍ଚିଗଲୁ। ଆସନ୍ତୁ ଆମ ଘରକୁ। ଏବେ ଆମେ ଘରକୁ ଯିବା। ଘରେ କଣ କରୁଛନ୍ତି? ବାପା ଏକେଲା ଘରେ ଥିଲେ। ଆମେ ସମସ୍ତେ ଯାଇଥିଲୁ ଆଗରପଡ଼ା। ବାପା ଏକେଲା ଘରେ ଥିଲେ। ଆସନ୍ତୁ ଦେଖିବା ବାପା କଣ କରୁଛନ୍ତି ଘରେ। ଆଉ ଆସନ୍ତୁ ଭିତରକୁ ଯିବା। ତ ସାଙ୍ଗମାନେ ପ୍ରଥମେ ଦେଖନ୍ତୁ ଆମ ଗେଲୁ କଣ କରୁଛି। ୱାଓ, ମେହେନ୍ଦୀ ବନଉଛନ୍ତି। ସେ ନିଜେ ନିଜେ ମେହେନ୍ଦୀ ବନଉଛନ୍ତି। ୱାଓ, ଦେଖିବା କେମିତି ହେଇଛି ଗେଲୁ ତ ମେହେନ୍ଦୀ। ଆମର ବି ଏମିତି ହେଇଛି। ଭଲ ହେଇଛି। ଭଲ ହେଇଛି। ମତେ ବଢିଆ ଲାଗୁଛି। ଆପଣଙ୍କୁ କୋଉଟା ଲାଗିଲା ପ୍ଲିଜ୍ କମେଣ୍ଟରେ କୁହନ୍ତୁ। ପ୍ଲିଜ ସାଙ୍ଗମାନେ ଭିଡ଼ିଓଟି ଭଲ ଲାଗିଥିଲେ ନିହାତି ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ ବକ୍ସରେ କମେଣ୍ଟ କରିବେ। ନୂଆ ଅଛି ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଥ୍ୟାଙ୍କ ୟୁ ସୋ ମଚ୍।